जय जगन्नाथ आपण मानक प्रज्योतिष्वाल को स्वागत। आमर माणबसा गुरुवार आरंभ हो जाइए। यही वर्ष आमर 4टी पाड़ी माणबसा गुरुवार होची, जेमती कि आमर नवेम्बर 21, नवेम्बर 28, डिसेम्बर 5 आउ डिसेम्बर 12। यहीपरि भाव में 4टी पाड़ी आमर माणबसा गुरुवार रोची, किंतु केते जण 3टी पाड़ी करचंती, केते जण 4टी पाड़ी मध्य करचंती। सेटा आपनको ऊपर डिपेंड करचे, आपनको साइड डिपेंड करचे जे आपण केतोटी पाड़ी गुरुवार करिवे। किंतु एई माणबसा गुरुवार किछिटी कष्टकर नियम रही, जो नियम आम मानक समस्त को पालन करबा निहाती भाबरे दरकार। से नियम कौन चलतु मु आपनको गोटी गोटी करी जणेबी। प्रथम होची पूजार नियम। माणबसा गुरुवार को आमे मार्गशीर गुरुवार, माणबसा बा शेरबसा बा केते जनक धान माणिका ओषा मध्य कहिथांती। एही माणबसा गुरुवार रे माँ लक्ष्मी को पूजा करा जाए, कारण माँ लक्ष्मी को मार्गशीर मासर गुरुवार बहुत प्रिय। विवाह परे महिला माने एही पूजा विशेष करी करिथांती। विधवा हुअंतु के सधवा, सबु महिला माने एही पूजा बा ओषा करि परिबे। जेउ मानक घरे माणबसा गुरुवार हेई आसुथुबो तो सेमाने तो तांकर सेई प्रथाटी चली आसुथुबो, सेमाने माणबसा गुरुवार करि परिबे। जेउ मानक घरे माणबसा गुरुवार न थाए सेमाने मध्य माणबसा गुरुवार करि परिबे। केमिति सेमाने पुरी मंदिर जाई लक्ष्मी मंदिर रु आपण माने मांकर किछि पूजा जिनस जेमति कि गुआ धान माण धान गुआ ये सब आनी घरे प्रथमे पूजा करें। नहले पाखे जदि कौन लक्ष्मी मंदिर अच्छी सेठू मध्य मांकर पूजा जिनस जेमति कि गुआ धान शंखा जहाँ भी हो मांकर जिनस आनी आपण घरे पूजा करें। केते जन भाबुथिबे जे आम घरे माणबसा गुरुवार नाही तथापि आमे पूजा कले किछि अमंगल हब किछि क्षति हब। आज्ञा नाही, जेहेतु मांकर पूजा कले घरे किछि क्षति हेई न थाए। तेणु आपण किछि मनरे द्वंद्व न रखी, किछि माने नेगेटिव थॉट न भाबी आपण पॉजिटिव सबू नेई करी मां को पूजा कर परिबे। द्वितीय नियम होची स्वच्छता। कौन स्वच्छता अच्छी माने देखंतु माँ लक्ष्मी अन्य माने माँ लक्ष्मी को बहुत पसंद होता है जोठी परिष्कार परिच्छन्नता थाए। जोठी परिष्कार परिच्छन्न थाए माँ लक्ष्मी सेठी वास करती, जोठी अपरिष्कार थाए सेठी अलक्ष्मी वास करथांती। तेणु आपण ଯେଉଁ ଦିନ ମାଣ ବସେଇବେ, ଠିକ୍ ଅଛି, ଯେଉଁ ଦିନ ମାଣ ବସେଇବେ ଗୁରୁବାର ଦିନ ଯେଉଁ ବାର ଆପଣ ଗୋଟେ ନିର୍ଦ୍ଧାରିତ କରିଥିବେ, ହଁ ମୁଁ ଏଇ ଦିନ ମାଣ ବସେଇବି, ତ ସେଇ ତା ପୂର୍ବରୁ ଆପଣ ବୁଧବାର ଦିନରୁ ନହେଲେ ଆପଣ ସୋମବାର ମଧ୍ୟରୁ ଆପଣଙ୍କ ଘରେ ଯେତିକି ଅଧୁଆ ଜିନିଷ ଅଛି, ଯେମିତିକି ଆପଣଙ୍କ ବେଡ଼ସିଟ୍ ହଉ, ଆପଣଙ୍କର ବେଡ଼ସିଟ୍ ତକିଆ ଖୋଳ, ଆପଣଙ୍କ ପା ପୋଛା, ଆପଣଙ୍କ ସ୍କ୍ରିନ୍ ଏସବୁ ଆପଣ କ'ଣ କରିବେ ଧୋଇ ପାରିବେ। ତା ବ୍ୟତୀତ ଘରକୁ ବୁଧବାର ଦିନ ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ କରିପାରିବେ। ଘରେ ଯେମିତି ଅଳନ୍ଦୁ ଲାଗି ନଥିବ ସେହିପରି ଭାବରେ ଆପଣ ଘରକୁ ଭଲ ଭାବରେ ପୋଛା ଧୁଆ କରିପାରିବେ। ଘରକୁ ଯେଉଁ ଆପଣ ଧୁଆ ପୋଛା କରିବେ ତ ଗୋବର ପାଣିରେ ଆପଣ ଚେଷ୍ଟା କରିବେ ଯେ ଗୋବର ପାଣିରେ ଟିକେ ଘରକୁ ଭଲ ଭାବରେ ପୋଛିବେ। ଭଗବାନଙ୍କର ଯାହା ବି ମାଙ୍କର ଆପଣଙ୍କ ଠାକୁର ଘର ଯେମିତିକି ପୂଜା ସାମଗ୍ରୀ ଯାହା ବି ଅଛି ଆପଣ ବୁଧବାର ଦିନରୁ ଧୋଇ କରି ଭଲ ଭାବରେ ଶୁଖେଇ ପାରିବେ। ଯେମିତିକି ବୁଧବାର ଦିନରୁ ଆପଣ ଖଟୁଳି ପିଢ଼ା ସେର ମାଣ ଭଗବାନଙ୍କ ଯେଉଁ ପୂଜା ଥାଳି ଦୀପ ଧୂପ ଧୂପଦାନୀ କଳସ ଝୁଣା କର୍ପୂର ଦାନୀ ତ ଯାହା ବି ଅଛି ପିତ୍ତଳ ଜିନିଷ ହଉ ମାଙ୍କର ପୂଜା ଜିନିଷ ହଉ ସବୁ ତାକୁ ଧୋଇ କରି ଶୁଖେଇ ପାରିବେ। ସେଥିରେ ଆପଣ ଚିତା ପକେଇ ପାରିବେ। ତା ପୂର୍ବ ଦିନ ରାତିରୁ ମାନେ ବୁଧବାର ଦିନ ରାତିରୁ ଆପଣ ପୂଜା ସାମଗ୍ରୀ ମଧ୍ୟ ସଜେଇ କରି ରଖିପାରିବେ, କିଛି ଅସୁବିଧା ନାହିଁ। ତୃତୀୟ ନିୟମ ହେଉଛି ଚିତା ପକେଇବାର ନିୟମ। ଦେଖନ୍ତୁ ଆପଣ ଯେତେବେଳେ ଚିତା ପକେଇବା ଆରମ୍ଭ କରୁଛନ୍ତି ତ ଚିତା ଯେତେବେଳେ ଆପଣ ପକେଇବେ ଆପଣ କ'ଣ କରିବେ ଗୋଟେ ଆପଣ ଭଲ ଭାବରେ ଗୋଡ଼ ହାତ ମୁହଁ ଭଲ ଭାବରେ ଧୋଇବେ। ଧୋଇ କରି ଆପଣ କ'ଣ କରିବେ ଧୁଆ କିଛି ପୋଷାକ ଧୁଆ ପରିଷ୍କାର ଲୁଗା ହଉ ଧୁଆ ମାନେ ଗୋଟେ ପୋଷାକ ପିନ୍ଧିବେ ଯେଉଁଥିରେ ଆପଣ ବାଥରୁମ୍ ଯାଇନଥିବେ, ପୁରା ଧୁଆ ଥିବ। ତ ଧୁଆ ଲୁଗା ପିନ୍ଧି ଆପଣ କ'ଣ କରିବେ ଚିତା ପକେଇବେ। ଚିତା ପ୍ରଥମେ ଠାକୁର ଘରେ ଆପଣ ପକେଇବେ। ଠାକୁର ଘରେ ଆପଣ କ'ଣ କରିବେ ମାଙ୍କୁ ଯେଉଁଠି ପୂଜା କରିବେ ପୂଜା କଲେ 16 କୋଟି ପଦ୍ମ ଚିତା ପକେଇବେ। ମାଙ୍କର ଯେଉଁଠି ଆପଣଙ୍କର ସେର ମାଣ ଅଛି ଖଟୁଳି ପିଢ଼ା ସେଇ ସବୁ ମାଙ୍କର ସିନ୍ଦୁର ସେଠି ମଧ୍ୟ ଆପଣ ଚିତା ପକେଇବେ। ତା ବ୍ୟତୀତ ସେଇ ଯେଉଁ କୋଠି କରୁଛନ୍ତି ସେ କୋଠିରେ ମାଙ୍କର ଶଙ୍ଖା 16ଟି ପଦ୍ମ
ପାଖୁଡ଼ାରେ 16 କୋଟି ଯେଉଁ ପଦ୍ମଚିତା ହେଉଛି ସେଠି ମଧ୍ୟ ଆଙ୍କିବେ। ମାଙ୍କର ଶଙ୍ଖା, କାନଫୁଲ, ପାଉଁଜି, ହାର, ଚୁଡ଼ି, ମଙ୍ଗଳସୂତ୍ର ସେସବୁ ମଧ୍ୟ ଚିତା କରି ଆପଣ ଆଙ୍କିବେ। ତା ବ୍ୟତୀତ ଆପଣଙ୍କର ଯଦି ଋତୁସ୍ରାବ ସମୟ ଚାଲିଛି, ମାସିକ ଧର୍ମ ଯେଉଁଟା କହନ୍ତି, ପିରିୟଡ଼୍ସ ଚାଲିଛି, ତ ସେ ସମୟରେ ଆପଣ ଚିତା ପକେଇବେ ନାହିଁ। କି ଆପଣଙ୍କ ଘରେ ଯଦି ଛୁତକ ମୁତକ ଚାଲିଛି ସେଇ ସମୟରେ ମଧ୍ୟ ଆପଣଙ୍କ ଘରେ ପକେଇବେନି କି ଅନ୍ୟ କାହା ଘରେ ମଧ୍ୟ ଆପଣ ଚିତା ପକେଇବେ ନାହିଁ। କାରଣ ଚିତା ପଡ଼େ ନାହିଁ। ଆପଣ ଯଦି ସେଇ ସବୁ ସମୟ ଚାଲିଛି ସେ ସମୟରେ ଆପଣ ଚିତା ପକେଇବା ମଧ୍ୟ ବାରଣ କରିଥାନ୍ତି। ଚତୁର୍ଥ ନିୟମ ହେଉଛି ସ୍ନାନର ନିୟମ, ମାନେ ଗାଧେଇବେ କେମିତି କ'ଣ, ତ ତାର ନିୟମ ଦେଖନ୍ତୁ। ଆପଣ ବୁଧବାର ଦିନରୁ ଆପଣ ବିନା ପିଆଜ ରସୁଣର ଜିନିଷ ଖାଇବେ, ଆଉ ଆମିଷ ଟିକେ ଖାଇବେ ନାହିଁ। ବୁଧବାର ଦିନ ଆପଣ କ'ଣ କରିବେ, ମୁଣ୍ଡରେ ସାମ୍ପୋ ଲଗେଇ, ଯେମିତି ଆପଣ ମୁଣ୍ଡରେ ସାମ୍ପୋ ଲଗେଇ ଦେହରେ ହଳଦୀ ଲଗେଇ ଭଲ ଭାବରେ ଗାଧେଇବେ, ମୁଣ୍ଡ ସଫା କରି ଗାଧେଇବେ। କିନ୍ତୁ ଗୁରୁବାର ଦିନ ଆପଣ କ'ଣ କରିବେ, ଦେହରେ ଆଉ ଥରେ ହଳଦୀ ଲଗେଇବେ, ଗାଧେଇବେ। ଯଦି ସେଇ ପାଣିରେ ଟିକେ ଗଙ୍ଗା ଜଳ ପକାଉଛନ୍ତି ତ ବହୁତ ଭଲ ରହିବ। ତ ଗଙ୍ଗା ଜଳ ଟିକେ ପକେଇ ଆପଣ କ'ଣ କରିବେ, ମୁଣ୍ଡରେ ପାଣି ଦେଇ ଗାଧେଇବେ, କିନ୍ତୁ ମୁଣ୍ଡରେ ଯେଉଁ ସାମ୍ପୋ କରିବେ ନାହିଁ ଗୁରୁବାର ଦିନ। କିନ୍ତୁ ବୁଧବାର ଦିନ ମୁଣ୍ଡ ସଫା କରି ଗାଧେଇବେ, କିନ୍ତୁ ଗୁରୁବାର ଦିନ ଆପଣ କେବଳ ମୁଣ୍ଡରେ ପାଣି ଦେଇ ଗାଧେଇବେ। ପଞ୍ଚମ ନିୟମ ହେଉଛି ଲୁଗା ପିନ୍ଧିବାର ନିୟମ। ଦେଖନ୍ତୁ, ଆପଣ ସେଦିନ ମାଙ୍କୁ ଧଳା ନାଲି ମିଶାମିଶି କଲର୍ ବହୁତ ପସନ୍ଦ, ତେଣୁ ଫିକା ରଙ୍ଗ ଯେମିତିକି ଆମର ଧଳା ରଙ୍ଗ, ଗୋଲାପୀ, ନାଲି, ହଳଦିଆ, ଏଇ ରଙ୍ଗ ମାଙ୍କୁ ପସନ୍ଦ, ତ ଏଇ ରଙ୍ଗର ପିନ୍ଧିବେ। କିନ୍ତୁ ସାଧା କେବଳ ନାଲି ପିନ୍ଧିବେ ନାହିଁ, କେବଳ ଗୋଲାପୀ ପିନ୍ଧିବେ ନାହିଁ, କେବଳ ହଳଦିଆ ପିନ୍ଧିବେ ନାହିଁ। ଆପଣ ଧଳା ନାଲି ପିନ୍ଧିପାରିବେ, ଧଳା ଗୋଲାପୀ ପିନ୍ଧିପାରିବେ, ହଳଦିଆ ନାଲି ପିନ୍ଧିପାରିବେ। ତ ଏଇପରି ଶାଢ଼ୀ ଆପଣ ପିନ୍ଧିପାରିବେ, କିନ୍ତୁ କେବଳ ଧଳା ପିନ୍ଧିବେ ନାହିଁ। ଖାଲି ଯେମିତି ଧଳା ଶାଢ଼ୀ, ତ ସେମିତି ଧଳା ଶାଢ଼ୀ ପିନ୍ଧିବେ ନାହିଁ। ତା ବ୍ୟତୀତ ଗାଢ଼ା ରଙ୍ଗର ଶାଢ଼ୀ ପିନ୍ଧିବେ ନାହିଁ, ଯେମିତିକି କଳା ରଙ୍ଗ ହେଲା, ନୀଳ, ସବୁଜ ରଙ୍ଗ, ତ ଏ ରଙ୍ଗ ପିନ୍ଧିବେ ନାହିଁ। କଳା ରଙ୍ଗ କି ନୀଳ ରଙ୍ଗର ଚୁଡ଼ି ମଧ୍ୟ ପିନ୍ଧିବେ ନାହିଁ। କଳା ରଙ୍ଗର ଯେଉଁ ଆମର ବିନ୍ଦି ବି ଲଗେଇବେ ନାହିଁ। ନାଲି ରଙ୍ଗର ବିନ୍ଦି ଲଗେଇବେ, ଗୋଡ଼ରେ ଅଳତା ଲଗେଇବେ, ସିନ୍ଦୁର, ଚୁଡ଼ି ଏସବୁ ଗହଣା ଆପଣ ପିନ୍ଧି ମାଙ୍କୁ ପୂଜା କରିବେ। ଆଉ ମାଙ୍କୁ ଏହିସବୁ ରଙ୍ଗ ମାନେ ଆପଣ ପିନ୍ଧିକରି ଯଦି ପୂଜା କରୁଛନ୍ତି, ମା କ'ଣ କରିଥାନ୍ତି, ସନ୍ତୁଷ୍ଟ ହେଇଥାନ୍ତି, ଖୁସି ହେଇଥାନ୍ତି। ଆପଣଙ୍କ ଉପରେ କୃପା ମଧ୍ୟ, ତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷେଇଥାନ୍ତି। ଷଷ୍ଠ ନିୟମ ହେଉଛି ମାଣର ନିୟମ। ମାଣ ବସେଇବାର ନିୟମ କ'ଣ ରହିଛି? ପ୍ରଥମେ ହେଉଛି ମାଣ, ଆପଣ ଯଦି ଚାରିପାଳି ଯେଉଁମାନେ ପୂଜା କରୁଛନ୍ତି, ତ ସେମାନେ ସବୁ ପାଳିଲେ ମାଣ ବସେଇ କରି ମାଣ ଉଠେଇ ପାରିବେ, ସେମିତି କିଛି ନାହିଁ। ଆପଣ ପ୍ରତ୍ୟେକ ପାଳିଲେ ମାଣ ବସେଇ ପାରିବେ, ମାଣ ଉଠେଇ ପାରିବେ। ନହେଲେ ଆପଣ ଗୋଟିଏ ପାଳିଲେ ମଧ୍ୟ କେତେକ ଅଛନ୍ତି ଯେ ଗୋଟିଏ ପାଳିଲେ ମାଣ ବସଉଛନ୍ତି, ମାଣ ଉଠଉଛନ୍ତି। ଅନ୍ୟ ପାଳିଲେ ଯେମିତି ବିଧିବଦ୍ଧ ଭାବରେ ପୂଜା କରିବା କଥା ସେମିତି ପୂଜା କରିପାରିବେ। ନହେଲେ କେତେଜଣ ଆପଣ ଯାହା ପଟେ ଯାହା ଚାଲି ଆସିଛି ସେ ସେମିତି ପୂଜା କରିପାରିବ। ଯେମିତିକି ମାର୍ଗଶିର ମାସକ ସାରା ମାଣ ପ୍ରଥମ ପାଳିଲେ ଏମିତି ବସେଇ କରିନା ରଖିବେ, ପୁରା ଶେଷ ପାଳିଲେ ପୁରା ଉଠେଇବେ। ସେମିତି ଆପଣ ମାସକ ସାରା ମଧ୍ୟ ମାଣ ବସେଇ ରଖିପାରିବେ। କିନ୍ତୁ ଯେଉଁମାନେ ମାର୍ଗଶିର ମାସକ ସାରା ମାଣ ବସେଇ ରଖୁଛନ୍ତି, ସେମାନଙ୍କ ପାଇଁ ବହୁତ କିଛି ନିୟମ ରହିଥାଏ। ସେଇ ନିୟମ ପାଳନ କରିବା ନିହାତି ଭାବରେ ଦରକାର। ଯେଉଁମାନେ ମାସକ ସାରା ମାଣ ବସଉଛନ୍ତି, ସେମାନେ ଘରେ ପିଆଜ ରସୁଣ ଆମିଷ ପିତା ପୋଡ଼ା ଖାଇବେ ନାହିଁ। ଆଉ କାହା ଘରେ ମଧ୍ୟ ଖାଇବେ ନାହିଁ। ତ ଆପଣ କେବଳ ଖାଲି, ମୋ କହିବା କଥା ନୁହେଁ ଯେ ଆପଣ ଖାଲି ମହିଳାମାନେ ଖାଇବେନି, ଟୋଟାଲ ଘରର ପରିବାର ଲୋକମାନେ ଖାଇବେ ନାହିଁ। ତେଣୁ ଆପଣ ଯଦି ମାସକ ସାରା ମାଣ ବସଉଛନ୍ତି, ତ ସେ ନିୟମ ଯେମିତି ହେଲେ ମାନନ୍ତୁ। ତା ବ୍ୟତୀତ ଆପଣଙ୍କ ଘରେ ଯଦି ଛୁତକ ମୁତକ ଚାଲିଛି, ମାନେ ସେଇ 13 ଦିନର ସମୟ ଚାଲିଛି, ସେ ସମୟରେ ମଧ୍ୟ ଆପଣ ମାଣ ବସେଇ ପାରିବେ ନାହିଁ। କିନ୍ତୁ ଆପଣଙ୍କ ଘରେ ଯଦି କାହାର ମାନେ କିଏ ଚାଲି ଯାଇଛନ୍ତି, କାହାର ମୃତ୍ୟୁ ହେଇସାରିଛି, କିନ୍ତୁ ଗୋଟିଏ ବର୍ଷ ହେଇନାହିଁ, ତାହେଲେ ମଧ୍ୟ ଆପଣ ମାଣ ବସେଇ ପାରିବେ। କାରଣ ମାଣ ଯଦି ଥରେ ବସିବା ଆରମ୍ଭ ହୁଏ, ତା ପରଠୁ ବନ୍ଦ ହୁଏ ନାହିଁ। ଆଉ ମାନେ ମାଣ ଏମିତି ମାନେ ବସେ ନାହିଁ ବୋଲି ସେମିତି କିଛି ପୁରାଣରେ ସେ ବିଷୟରେ କିଛି ମାନେ ଲେଖାଯାଇନାହିଁ। କିନ୍ତୁ ଆପଣଙ୍କ ଆଡ଼େ ଯଦି ଅଛି, ନାହିଁ ଆମେ ବର୍ଷକ ଭିତରେ ମାଣ ବସେଇ ପାରିବା, ତ ଆପଣ ମାଣ ବସେଇ ପାରିବେ। ଯଦି ଆପଣଙ୍କ ସାଇଡ଼ରେ ମାଣ ନ ବସାନ୍ତି, ନାଇଁ ବର୍ଷେ ଯାଇନି ଆମେ ମାଣ ବସେଇବୁନୁ, ତାହେଲେ ଆପଣ ବସେଇ ନପାରିବେ। ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି, ଆପଣଙ୍କ ଘର ଲୋକ କ'ଣ କହୁଛନ୍ତି ସେଇ ଅନୁସାରେ
ଆପଣ ପାଳନ କରିପାରିବେ। କିନ୍ତୁ ସେମିତି କିଛି ଲେଖାଯାଇନି ଯେ ଗୋଟେ ବର୍ଷ ନହେଲେ ଆପଣ ମାଣ ବସେଇ ପାରିବେ ନାହିଁ। ସପ୍ତମ ନିୟମ ହେଉଛି ମାଙ୍କର ପୂଜାର ନିୟମ। କେହି ମାଣବସା ଗୁରୁବାର ପ୍ରଥମାଷ୍ଟମୀ ପରେ ଯେଉଁ ଗୁରୁବାର ପଡ଼ିଥାଏ ସେଇ ଗୁରୁବାର ଠାରୁ ପ୍ରଥମ ଗୁରୁବାର ଭାବେ ପୂଜା କରିଥାନ୍ତି। କେତେକ ସ୍ଥାନରେ ମାଣବସାର ପ୍ରଥମ ଗୁରୁବାର ଦିନରୁ ହିଁ ପୂଜା କରାଯାଇଥାଏ। ସେଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି ଆପଣ କେଉଁ ଗୁରୁବାରକୁ ପ୍ରଥମ ଗୁରୁବାର ଭାବେ ଗ୍ରହଣ କରୁଛନ୍ତି। କିନ୍ତୁ ଏଇ ପୂଜା ଯେଉଁ ମାଣବସା ଗୁରୁବାର ରହୁଛି, ତ ଏଇ ପୂଜାଟି ବିଶେଷ କରି ଅନ୍ଧାରୁଆ ସମୟରେ ହେଇଥାଏ, ଯେମିତିକି ଭୋର 3ଟା 4ଟା ସେଇ ସମୟରେ ମାଙ୍କୁ ପୂଜା କରାଯାଇଥାଏ। ସୂର୍ଯ୍ୟ ଉଦୟ ହେଇନଥିବ ମାଙ୍କୁ ପୂଜା କରାଯାଇଥାଏ। ପ୍ରଥମେ କଳସ ପୂଜା କରାଯାଇଥାଏ, ତାପରେ 16 କୋଟି ପଦ୍ମ ଚିତା ଉପରେ ଚନ୍ଦନ ସିନ୍ଦୁର ଦିଆଯାଇଥାଏ। ତା ଉପରେ କାଠର କିମ୍ବା ପିତ୍ତଳର ଖଟୁଳି ବସେଇ ତା ଉପରେ ଧାନ ବିଛା ଯାଇଥାଏ। ତା ଉପରେ ମାଣରେ ପୁରା ଫୁଲ କରି ଧାନ ଦିଆଯାଇ ତା ଉପରେ ନୂଆ ବେଣ୍ଟି ଦେଇ ମାଙ୍କୁ ପୂଜା କରାଯାଇଥାଏ। ପ୍ରଥମେ 3ଟି ଗୁଆକୁ କ'ଣ କରାଯାଏ, ହଳଦୀ ପାଣିରେ ଧୋଇ କରି ମାଣ ଉପରେ ରଖାଯାଏ। ଖଣ୍ଡ ହଳଦୀ ମଧ୍ୟ ହଳଦୀ ପାଣିରେ ଧୋଇ କରି ମାଣ ଉପରେ ରଖାଯାଇଥାଏ। ତାପରେ ମାଙ୍କୁ ପୁରୁଣା ଲୁଗା ପିନ୍ଧା ଯାଇଥାଏ। ଆଉ ଉପରେ ସବା ଉପରେ ମାଙ୍କୁ ନୂଆ ଲୁଗାରେ ମାଙ୍କୁ ଅର୍ପଣ କରାଯାଇଥାଏ। ତାପରେ ଚନ୍ଦନ ସିନ୍ଦୁର ଫୁଲ ଅଁଳା ଡାଳ ଆଖୁ ସୋରିଷ ଫୁଲ ଝଟା ମୂଳା ଅର୍ପଣ କରାଯାଇଥାଏ। ତାପରେ ଦୀପ ଧୂପ ଅର୍ପଣ କରାଯାଇଥାଏ। ସକାଳର ଭୋଗ ଆପଣମାନେ 10 ପ୍ରକାର ଫଳମୂଳ ଭୋଗ ବ୍ୟତୀତ ତାପରେ ପଣା ଭୋଗ ଲଗେଇ ପାରିବେ। ଶଙ୍ଖୁଡ଼ିରେ ଆପଣ କ୍ଷୀରି ଖେଚୁଡ଼ି ଭାତ ଡାଲମା ସୋରିଷ ଶାଗ ବୁଢ଼ା ଚକୁଳି ଦହି ପଖାଳ ଚିତଉ ପିଠା ଚକୁଳି ବରା ମଣ୍ଡା ପିଠା କାକରା ଏହିପରି ଭାବରେ ଆପଣଙ୍କ ଯାହା ସାଇଡ଼ରେ ଯାହା ଥିବ ଆପଣ ଭୋଗ ଲଗେଇ ପାରିବେ। ସନ୍ଧ୍ୟା ଭୋଗରେ ଆପଣ ପଣା ମଣ୍ଡା ପିଠା ନହେଲେ ବୁଢ଼ା ଚକୁଳି ମଧ୍ୟ ଭୋଗ ଆପଣ କରିପାରିବେ। ସନ୍ଧ୍ୟା ପୂର୍ବରୁ କିନ୍ତୁ ମାଣ ଉଯାପନ କରାଯାଏ। ମାତ୍ର ଯେମିତିକି ମାଣ ଯେଉଁ ଧାନ ଥାଏ ତାକୁ ଟିକେ ତଳକୁ ଖସା ଯାଇଥାଏ, ନହେଲେ ମାଙ୍କର ଖଟୁଳିକୁ 3 ଥର ଟେକା ହେଇଯାଇଥାଏ। କଳସକୁ ମଧ୍ୟ ପଛକୁ ଟିକେ କରାହେଇଯାଇଥାଏ। ତାପରେ ଝୁଣା କର୍ପୂରରେ ମାଙ୍କୁ ଆଳତି କରାଯାଏ, ଲକ୍ଷ୍ମୀ ପୁରାଣ ପଢ଼ାଯାଏ। ମାଙ୍କୁ ସେଦିନ ପଦ୍ମଫୁଲ ଟଗର ମଲ୍ଲି ସେବତୀ ଗେଣ୍ଡୁ ରଜନୀଗନ୍ଧା ବେଲପତ୍ର ଦୁବପତ୍ର ବରକୋଳି ପତ୍ର ଅର୍ପଣ କରାଯାଏ। କିନ୍ତୁ ମନ୍ଦାର ଫୁଲ କନିଅରି ଫୁଲ ଅପରାଜିତା ତୁଳସୀ ପତ୍ର ଅର୍ପଣ କରାଯାଏ ନାହିଁ। ଦେଖନ୍ତୁ, ମୁଁ ଆପଣଙ୍କୁ ଯେଉଁ ସକାଳର ଶଙ୍ଖୁଡ଼ି ଭୋଗ କି ସନ୍ଧ୍ୟା ଭୋଗର କଥା କହିଲି, ଆପଣଙ୍କ ସାଇଡ଼ରେ ଯଦି ସବୁ ପାଳିରେ କିଛି କିଛି ଭୋଗ କରିବାର ନିୟମ ଅଛି ଆପଣ ସେମିତି କରିପାରିବେ। ମୁଁ ଟୋଟାଲ ଉପରେ କହିଦେଲି, ହଁ ସକାଳ ଭୋଗ ଏଇଆ କରାଯାଏ, ଶଙ୍ଖୁଡ଼ି ଭୋଗ ଏଇଆ, ସନ୍ଧ୍ୟା ଭୋଗର ଏଇଆ। ଆପଣଙ୍କ ସାଇଡ଼ରେ ଯାହା ନିୟମ ଅଛି ଭୋଗକୁ ନେଇ ଆପଣ ସେଇ ଭୋଗ ସେମିତି କରିପାରିବେ। ଅଷ୍ଟମ ନିୟମ ରହୁଛି ଯେ ପୂଜା ନ କରିବାର ନିୟମ। କେଉଁମାନେ ପୂଜା କରିବେ ନାହିଁ। ଦେଖନ୍ତୁ, ଯଦି ଆପଣଙ୍କ ଋତୁସ୍ରାବ ସମୟ ଚାଲିଛି କି ଆପଣଙ୍କ ଛୁତକ ମୁତକ ଚାଲିଛି ତାହେଲେ ମଧ୍ୟ ଆପଣ କରିବେ ନାହିଁ। ଋତୁସ୍ରାବ ସମୟ ଯଦି ଆପଣଙ୍କ 7 ଦିନ ନ ହେଇଛି ଆପଣ ଯେପର୍ଯ୍ୟନ୍ତ 7 ଦିନ ନ ହେଇଥିବ ଆପଣ ଘର ପୂଜା କରିପାରିବେ ନାହିଁ, ମାଙ୍କୁ ପୂଜା କରିପାରିବେ ନାହିଁ। କିନ୍ତୁ ଆପଣଙ୍କର ଯଦି 5 ଦିନରେ ଆପଣ ପ୍ରସାଦ ମାଙ୍କ ପାଇଁ ବନେଇ ପାରିବେ, ଚିତା ମଧ୍ୟ ପକେଇ ପାରିବେ। କିନ୍ତୁ ଆପଣଙ୍କ ଯଦି 5 ଦିନରେ ଆପଣଙ୍କ ପୁରା ବନ୍ଦ ହେଇଯାଇଛି ଆପଣ ସେଦିନ ମୁଣ୍ଡ ଧୋଇ ଚିତା ପକେଇ ପାରିବେ ଘରେ, ମାଙ୍କ ପାଇଁ ପ୍ରସାଦ ବନେଇ ପାରିବେ। ଯଦି ଆପଣଙ୍କ ପୁରା ବନ୍ଦ ହେଇସାରିଛି, ଯଦି ଆପଣଙ୍କ ଦେହରୁ ଯାଉଛି ତାହେଲେ ଆପଣ ପ୍ରସାଦ ବନେଇ ପାରିବେ ନାହିଁ କି ଚିତା ମଧ୍ୟ ପକେଇ ପାରିବେ ନାହିଁ। ଏଇଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି ଆପଣଙ୍କର ସିଚୁଏସନ୍ କେମିତି ଅଛି, ସେଇ ହିସାବରେ ଆପଣ ସେଇ ସମୟରେ ପୂଜା କରିବେନି। ଯାହାର ଛୁତକ ସମୟ ଚାଲିଛି ତ ସେଇ 13 ଦିନ ଆପଣ ପୂଜା କରିବେ ନାହିଁ। ମୁତକ ସମୟରେ ମଧ୍ୟ ପୂଜା କରାଯାଏ ନାହିଁ, ତେଣୁ ଆପଣ ପୂଜା କରନ୍ତୁ ନାହିଁ। ଶେଷ ନିୟମ ହେଉଛି, ନବମ ନିୟମ ହେଉଛି, ସେଇ ମାଣବସା ଗୁରୁବାରରେ ଆପଣ କ'ଣ କରିବେ ନାହିଁ। ମାଣବସା ଗୁରୁବାରରେ ଦେହରେ ମହିଳାମାନେ ତେଲ ଲଗେଇବେ ନାହିଁ। ପତି ପତ୍ନୀ ସଙ୍ଗ ହିଁ ରହିବେ ନାହିଁ। ଆମିଷ ପିଆଜ ରସୁଣ ପିତା ପୋଡ଼ା ଲାଉ ମସୁର ଛତୁ ତା ବ୍ୟତୀତ ଯେଉଁ ତିଥି ପଡ଼ିଥିବ ସେଇ ତିଥି ଅନୁସାରେ ଯେଉଁ ପରିବା ଖିଆଯାଏ ନାହିଁ ସେଇ ଜିନିଷ ମଧ୍ୟ ଖାଇବେ ନାହିଁ। ଖଇ ଭାଜିବେ ନାହିଁ। ଝାଡ଼ୁ ଆପଣ ବାରମ୍ବାର ଘର ବାରମ୍ବାର ଝାଡ଼ୁ ମାରିବେ ନାହିଁ। ଝାଡ଼ୁ ଅନ୍ୟ କାହାକୁ ଦେବେ ନାହିଁ। ତୁଳା ବିଣିବେ ନାହିଁ। ଆପଣଙ୍କ ଶରୀରରୁ ସୁନା ଅଳଙ୍କାର ଯାହା ବି ଆପଣ ପିନ୍ଧୁଛନ୍ତି ଯେମିତିକି ଶଙ୍ଖା
ଚୁଡ଼ି, କାନଫୁଲ, ଗୋଡ଼ ମୁଦି, ମଙ୍ଗଳସୂତ୍ର, ଚେନ୍, ପାଉଁଜି ଏସବୁ ଜିନିଷ ଆପଣ ଅଳଙ୍କାର କିଛି ଆପଣଙ୍କ ଶରୀରରୁ ଗୁରୁବାର ଦିନ ହିଁ ଖୋଲିବେ ନାହିଁ। ଏମିତି କଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି, ଘର ଛାଡ଼ି ଚାଲିଯାଆନ୍ତି। ତ ଆପଣ ସେ ଭୁଲ କେବେ ବି କରିବେ ନାହିଁ। ପିଲାମାନଙ୍କୁ ମାରିବେ ନାହିଁ। ଆପଣଙ୍କ ମୁଣ୍ଡ ସଫା କରିଥିବେ, ଆପଣଙ୍କ ମୁଣ୍ଡକୁ ସେଦିନ କେଶ ମାନେ ଆପଣଙ୍କ କୁଣ୍ଡେଇବେ ନାହିଁ କି ମୁକୁଳା କରି ରଖିବେ ନାହିଁ, ତାକୁ ଟିକେ ବାନ୍ଧି କରି ରଖିବେ। ଆପଣ ଅନ୍ୟ କାହା ସହିତ ଝଗଡ଼ା କଳି ଝଗଡ଼ା କରିବେ ନାହିଁ, କାହାକୁ ଗାଳି କରିବେ ନାହିଁ, କାହା ନାଁରେ ମିଛ କହିବେ ନାହିଁ, କାହା ଶାଶୁ ଶ୍ୱଶୁରଙ୍କ ମୁହଁରେ ସେଦିନ ଜବାବ ଦେବେ ନାହିଁ, ତାଙ୍କ ସହିତ କଳି ଝଗଡ଼ା କରିବେ ନାହିଁ। ଆପଣ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମଧ୍ୟ କଳି ଝଗଡ଼ା ସେଦିନ କରିବେ ନାହିଁ। ଘରୁ ଆପଣ କାହାକୁ ଚାଉଳ ଦେବେ ନାହିଁ। ଚାଉଳ ହଉ ପଇସା ହଉ କାହାକୁ ଉଧାର ଦେବେ ନାହିଁ। ନିଜେ ମଧ୍ୟ କୌଣସି ଋଣ ଆଣିବେ ନାହିଁ କି ଉଧାର ଆଣିବେ ନାହିଁ। ଏସବୁ ଜିନିଷ କରିବେ ନାହିଁ। ଏସବୁ ଜିନିଷ କଲେ ମା ଲକ୍ଷ୍ମୀ ରୁଷ୍ଟ ହେଇଥାନ୍ତି, ମା ଲକ୍ଷ୍ମୀ ରାଗିଥାନ୍ତି। ଆପଣଙ୍କ ବ୍ରତର ପରିମାଣ ମାନେ ଯେଉଁ ବ୍ରତର ଫଳ ଆପଣଙ୍କୁ ମିଳିବା କଥା ସେଇ ବ୍ରତର ଫଳ ଆପଣଙ୍କୁ ମିଳିବ ନାହିଁ। ମା ଲକ୍ଷ୍ମୀଙ୍କର ପୂଜାର ଏଇସବୁ ଛୋଟ ଛୋଟ ନିୟମ ରହିଛି, କିନ୍ତୁ ଆପଣଙ୍କ ପଟେ ଯେଉଁ ନିୟମ ରହିଛି ତାକୁ ମଧ୍ୟ ପାଳନ କରିବା ଉଚିତ। କିନ୍ତୁ ଯେଉଁ ନିୟମ ମୁଁ ଦେଖି ଆସୁଛି, ମୁଁ ନିଜେ ପାଳନ କରୁଛି କି ମୁଁ ବହୁତ ବର୍ଷ ହେଲାଣି ଦେଖି ଆସୁଛି, ମୁଁ ସେଇ ନିୟମ ଆପଣମାନଙ୍କ ସହିତ ସେୟାର କରୁଛି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।